ହିନ୍ଦୁ ଧର୍ମରେ ପିତୃପକ୍ଷର ଗୁରୁତ୍ୱ ଅପାର। ଏହି ସମୟରେ ପ୍ରତ୍ୟେକ ପରିବାରର ସେମାନଙ୍କର ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ଏବଂ ତର୍ପଣ କରନ୍ତି। କିନ୍ତୁ ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନବଜାତ ଶିଶୁର ମୃତ୍ୟୁ ପରେ ଶ୍ରାଦ୍ଧ କରାଯାଏ ନାହିଁ, କାରଣ ସେ ପିତୃଶ୍ରେଣୀରେ ଆସୁନାହାନ୍ତି। ଗରୁଡ଼ ପୁରାଣ ଏହାକୁ ବାଳଗତି ବୋଲି କହିଛି ଏବଂ ବିଶ୍ୱାସ କରାଯାଏ ଯେ ଏପରି ଆତ୍ମା ଶୀଘ୍ର ପୁନର୍ଜନ୍ମ ପାଆନ୍ତି। ପିତୃ ଶବ୍ଦର ପ୍ରକୃତ ଅର୍ଥ। ପିତୃ ଶବ୍ଦ କେବଳ ସାଧାରଣ ମୃତ ଆତ୍ମା ପାଇଁ ନୁହେଁ। ଶାସ୍ତ୍ର ଆମକୁ କୁହେ ଯେ ପିତୃ ସେମାନେ ଯେଉଁମାନେ ଗୃହସ୍ଥ ଜୀବନଯାପନ କରନ୍ତି, ବିବାହ କରିଛନ୍ତି, ସନ୍ତାନ ଜନ୍ମ କରିଛନ୍ତି ଏବଂ ପାରିବାରିକ ପରମ୍ପରାକୁ ଆଗକୁ ବଢ଼ାନ୍ତି। ମୃତ୍ୟୁ ପରେ ପିତୃଲୋକରେ ଏପରି ପୁରୁଷମାନେ ସ୍ଥାନ ପାଆନ୍ତି ଏବଂ ତର୍ପଣ କିମ୍ବା ଶ୍ରାଦ୍ଧରେ ସନ୍ତୁଷ୍ଟ ହୁଅନ୍ତି। ଏହି କାରଣରୁ ପିତୃପକ୍ଷର ସମ୍ପୂର୍ଣ୍ଣ ରୀତି ସେମାନଙ୍କ ପାଇଁ ସୃଷ୍ଟି ହୋଇଛି। ଗରୁଡ଼ ପୁରାଣରେ କ'ଣ କୁହାଯାଇଛି? ଗରୁଡ଼ ପୁରାଣ ଏବଂ ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଅବିବାହିତ ବ୍ୟକ୍ତି କିମ୍ବା ଯେଉଁମାନଙ୍କର ସନ୍ତାନ ନାହିଁ ସେମାନଙ୍କୁ ପିତୃଲୋକରେ ସ୍ଥାୟୀ ସ୍ଥାନ ମିଳେ ନାହିଁ। ନବଜାତ, ଶୈବ କିମ୍ବା ମୃତ୍ୟୁବରଣ କରୁଥିବା ଶିଶୁର ଆତ୍ମାକୁ ବାଳଗତି କୁହାଯାଏ। ଏପରି ପିଲାମାନଙ୍କର ପରବର୍ତ୍ତୀ ଜନ୍ମ ଶୀଘ୍ର ହୁଏ। ତେଣୁ ପିତୃଲୋକକୁ ଯିବା ପରେ ସେମାନେ ପୂର୍ବପୁରୁଷ ହୁଅନ୍ତି ନାହିଁ। ଅର୍ଥାତ୍ ଯେଉଁ ପିଲାମାନେ ଜୀବନରେ ପରିବାର ପର୍ଯ୍ୟାୟ ଦେଖିନାହାନ୍ତି ସେମାନଙ୍କୁ ପୂର୍ବପୁରୁଷଙ୍କ ଶ୍ରେଣୀରେ ଗଣନା କରାଯାଏ ନାହିଁ। ନବଜାତ ଶିଶୁର ମୃତ୍ୟୁ ପରେ କ'ଣ ପୂଜା କରାଯାଏ? ଯଦି ପରିବାରରେ କୌଣସି ଶିଶୁର ମୃତ୍ୟୁ ହୁଏ ତେବେ ପରିବାରର ସଦସ୍ୟମାନଙ୍କୁ କେବଳ ନିତ୍ୟକର୍ମ ଏବଂ ସୂତକ ଶୁଦ୍ଧି କରିବାକୁ ପଡ଼ିଥାଏ। ସେମାନଙ୍କ ପାଇଁ ଶ୍ରାଦ୍ଧ, ପିଣ୍ଡଦାନ କିମ୍ବା ପିତୃ ତର୍ପଣର କୌଣସି ନିୟମ ନାହିଁ। ଏହାର କାରଣ ହେଉଛି ସେମାନେ ସଂସାରରେ କୌଣସି କାମ କରିନଥିଲେ କିମ୍ବା ବଂଶକୁ ଆଗକୁ ବଢ଼ାଇ ନଥିଲେ।